ବାର ଦଫା ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଲେ ଘୂର୍ଣ୍ଣିବାତ୍ୟା ପୀଡ଼ିତ। ଗତ ମାର୍ଚ୍ଚ ମାସ 15 ତାରିଖ କରଞ୍ଜିଆ ବ୍ଲକର 3ଟି ପଞ୍ଚାୟତର 8ଟି ଗ୍ରାମରେ ଭୟାବହ ଘୂର୍ଣ୍ଣିବାତ୍ୟାର ତାଣ୍ଡବ ଲୀଳାରେ କିଆ, ପାଣପୋଷି, ପୁରୁଣାପାଣି, ମେଣ୍ଢାସିଙ୍ଗା ଗ୍ରାମରେ ଘରଦ୍ୱାର ଭାଙ୍ଗି ବ୍ୟାପକ କ୍ଷୟକ୍ଷତି ସହ ଜୀବନହାନି ମଧ୍ୟ ଘଟିଥିଲା। ଏହି ସମସ୍ତ ଗ୍ରାମମାନଙ୍କରେ ସଠିକ୍ ତଦନ୍ତ ସର୍ଭେ ହୋଇନଥିବା ଏବଂ ପ୍ରକୃତ ବାତ୍ୟା ପୀଡ଼ିତ ସହାୟତା ପାଇନଥିବା ଅଭିଯୋଗ ନେଇ ଏକ ମାସ ପୂର୍ବରୁ ତାଟ ଆଞ୍ଚଳିକ ସଂଗ୍ରାମ ସମିତି ପକ୍ଷରୁ ପୂର୍ବରୁ ବହୁବାର ବିଡିଓ, ତହସିଲଦାର, ଉପଜିଲ୍ଲାପାଳଙ୍କୁ ଦାବି କରାଯାଇଥିବା ବେଳେ 15 ଦିନ ମଧ୍ୟରେ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ପ୍ରାୟ 300 ପୁରୁଷ ଓ ମହିଳା 12 ଦଫା ଦାବି ନେଇ ତହସିଲ କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା ଆଜିଠାରୁ ଆରମ୍ଭ କରିଛନ୍ତି। ଏହି ଆନ୍ଦୋଳନକୁ ଯଶୀପୁରର ପୂର୍ବତନ ବିଧାୟକ ଶମ୍ଭୁନାଥ ନାୟକ ସମର୍ଥନ କରି ଧାରଣାରେ ସାମିଲ ହୋଇଥିବା ବେଳେ ସରକାର ଓ ପ୍ରଶାସନ ମିଥ୍ୟା ପ୍ରତିଶ୍ରୁତିର ଦୃଢ଼ ନିନ୍ଦା କରିଛନ୍ତି। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରୁ ଦିନେଶ କୁମାରଙ୍କ ରିପୋର୍ଟ, AM ମିଡିଆ 24। ଦେଖନ୍ତୁ, କରଞ୍ଜିଆ ବ୍ଲକର ଯେଉଁ କେତେଟି ଗାଁ ଡୁମରିଆ, ପାଳପୋଷି ଇତ୍ୟାଦି ଗାଁ ଗତ 15/3/2026 ଘୂର୍ଣ୍ଣିବାତ୍ୟା ପାଇଁ ବହୁତ କ୍ଷତି ହେଲା। ଘରଦ୍ୱାର ଉଡ଼ିଗଲା, ଭାଙ୍ଗିଗଲା ଏବଂ ଲୋକ ବି କିଛି ମରିଛନ୍ତି। ଏଭଳିଆ ବହୁତ କ୍ଷୟକ୍ଷତି ହେଇଛି। ସରକାରଙ୍କ ତରଫରୁ କେବେ କେମିତି ଦିନେ ଯାଇକରି ଲୋକଙ୍କୁ ଅଜାଣତରେ ସେମାନେ ତଦନ୍ତ କରିଛନ୍ତି। ପରେ ଯେତେବେଳେ ଗତ 7 ତାରିଖ ଦିନ ତହସିଲଦାରଙ୍କୁ କୁହାଗଲା, ଦାବିପତ୍ର ଦେଲେ ଲୋକ ଆସିକରି ବିକ୍ଷୋଭ ଜରିଆରେ ତହସିଲଦାର ମ୍ୟାଡ଼ାମ କହିଲେ ମୋତେ 15 ଦିନ ଭିତରେ ସମସ୍ତ ତଦନ୍ତ କରିବି ଏବଂ ସମସ୍ତଙ୍କୁ କ୍ଷତିପୂରଣ ଦେବାର ବ୍ୟବସ୍ଥା କରିବି। କିନ୍ତୁ ସେ ଯେଉଁମାନଙ୍କୁ ତଦନ୍ତ କରିବା ଦାୟିତ୍ୱ ଦେଲେ ସେମାନେ ଯାଇଛନ୍ତି, ଗୋଟେ ଦୁଇଟା ଗାଁ ଘରକୁ ଯାଇଛନ୍ତି, ତାହାର ପୂର୍ଣ୍ଣାଙ୍ଗ ତଦନ୍ତ କରିନାହାନ୍ତି ଏବଂ ସେଇ ଅନୁଯାୟୀ ସେମାନେ ରିପୋର୍ଟ ବି ଠିକ୍ ଭାବରେ କରିନାହାନ୍ତି। ତାପରେ ଯେତେବେଳେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦିଆଯିବ ବୋଲି ଘୋଷଣା କରାଗଲା, ସେତେବେଳେ ସବ୍ କଲେକ୍ଟର କହିଲେ ମୋତେ 7 ଦିନ ସମୟ ଭିତରେ ତଦନ୍ତ କରେଇବି ଏବଂ କ୍ଷତିପୂରଣ ଦେବି। ସେ 7 ଦିନ ଭିତରେ ବି କେହି ଗଲେ ନାହିଁ ତଦନ୍ତ କରିବା ପାଇଁ ଏବଂ ସେଥିପାଇଁ ବହୁ ଲୋକ କ୍ଷତିପୂରଣ ପାଇବାକୁ ବଞ୍ଚିତ ହୋଇଛନ୍ତି। ଘରଦ୍ୱାର ଯାଇଛି, ପଶୁ ଯାଇଛନ୍ତି, ଏପରିକି କୁକୁଡ଼ା ଫାର୍ମ ଯାଇଛି, କିନ୍ତୁ ମାନେ କ୍ଷତିପୂରଣ ପାଇଲେ ନାହିଁ। ତା ଛଡ଼ା ବି ସବୁ ଧାନ ଚାଉଳ ନଷ୍ଟ ହୋଇଗଲା, ତାର ବି କ୍ଷତିପୂରଣ ସେମାନେ ପାଇଲେ ନାହିଁ। ସେଥିପାଇଁ ବାଧ୍ୟ ହୋଇକରି ତହସିଲଦାର କହିଲେ ତଦନ୍ତ କରାଇବେ, ସବ୍ କଲେକ୍ଟର କହିଲେ ତଦନ୍ତ କରାଇବେ, କିନ୍ତୁ ଠିକ୍ ଭାବରେ ତଦନ୍ତ କରାଇଲେ ନାହିଁ। ତେଣୁ ଆଜି ଅନିର୍ଦ୍ଦିଷ୍ଟ କାଳ ପାଇଁ ଆଜି ପାଖରୁ ଧାରଣାରେ ବସିବେ ବୋଲିକରି ସେମାନେ ନିଷ୍ପତ୍ତି ନେଇକରି ଗାଁରେ ସଭା କରି ଆଜି ଆସିଛନ୍ତି ଏବଂ ଆମେ ସେ ଆନ୍ଦୋଳନକାରୀମାନଙ୍କୁ ସମର୍ଥନ କରି ମୁଁ ମଧ୍ୟ ଏଠି ସାମିଲ ହେଇଛି। ଲଳିତ କୁମାର ମହାନ୍ତ, ତାଟ ଆଞ୍ଚଳିକ ସଂଗ୍ରାମ କମିଟି ସମ୍ପାଦକ। ଏ ଯୋଉ ଗତ 15/3/2026 ମସିହାରେ କରଞ୍ଜିଆ ବ୍ଲକର 4ଟା ପଞ୍ଚାୟତର ଡୁମରିଆ, କିଆ, ପାଣପୋଷି, କଙ୍କଡା, ପୁରୁଣାପାଣି, ମେଣ୍ଢାସିଙ୍ଗା ଏସବୁ ଗାଁରେ ଯୋଉ ଘୂର୍ଣ୍ଣିବାତ୍ୟାରେ ଯୋଉ କ୍ଷତି ଲୋକଙ୍କର କ୍ଷୟକ୍ଷତି କରିଛି, ତାର ଆକଳନ ବର୍ତ୍ତମାନ ମଧ୍ୟ ସରକାରୀ ଭାବେ କରିନାହାନ୍ତି। ଆମର ଯୋଉ ତହସିଲଦାର ମ୍ୟାଡ଼ାମ, ପ୍ରଶାସନ କି ସରକାର କରିନାହାନ୍ତି, ଯାହାଫଳରେ ଯୋଉ ଆପଣ ପାଖାପାଖି 300-400 ଲୋକ ଆସିଛନ୍ତି ବର୍ତ୍ତମାନ এই ଧାରଣା କାର୍ଯ୍ୟକ୍ରମକୁ। ଏମାନଙ୍କର ଘରକୁ ମଧ୍ୟ ତଦନ୍ତ କରିବା ପାଇଁ ଯାଇନାହାନ୍ତି, କୌଣସି ଗାଁକୁ ଯାଇନାହାନ୍ତି। ଏମାନେ କ୍ଷତିପୂରଣ ପାଇବାରୁ ବଞ୍ଚିତ ହୋଇଛନ୍ତି, ଘର ଭଙ୍ଗା ସାହାଯ୍ୟ ପାଇବାରେ ବି ବଞ୍ଚିତ ହୋଇଛନ୍ତି। ଯୋଉ ଧାନ ଚାଉଳ, ଗୋରୁ ଗାଈ, କୁକୁଡ଼ା ଛେଳି ଏସବୁ ବି ନଷ୍ଟ ହୋଇଛି, ତାର ମଧ୍ୟ ତଦନ୍ତ ହେଇନାହିଁ। ଯୋଉ ମୂଲ୍ୟବାନ ଗଛ ସବୁ ନଷ୍ଟ ହେଇଯାଇଛି, ଆପଣ କାଜୁ, ଆମ୍ବ ଗଛ, ପଣସ ଗଛ, ତାପରେ
ଗମ୍ଭାରୀ ଶାଗୁଆନ ଗଛ ମହୁଲ ଗଛ ତେନ୍ତୁଳି ଗଛ ଇତ୍ୟାଦି ଯୋଉ ଆଦି ଗଛର ତଦନ୍ତ ଆଜି ମଧ୍ୟ ହେଇପାରି ନାହିଁ। ସେଥିପାଇଁ ଆମର ଯୋଉ ମିଥ୍ୟା ପ୍ରତିଶ୍ରୁତି ଆମର ଯୋଉ ତହସିଲଦାର ମ୍ୟାଡାମ ଏବଂ ଉପଜିଲ୍ଲାପାଳ ବିଭିନ୍ନ ସମୟରେ ସମୟ ଗଡ଼େଇ ଚାଲିଛନ୍ତି, ଲୋକ ଆମକୁ ଠକୁଛନ୍ତି। ସେଥିପାଇଁ ଆଜି ଆମେ ଆସିଛୁ ଶହ ଶହ ଜନସାଧାରଣ ଭାଇ ଭଉଣୀ। ସେଥିପାଇଁ ଯେତେ ପର୍ଯ୍ୟନ୍ତ ଲୋକଙ୍କୁ କ୍ଷତିପୂରଣ ମିଳିନାହିଁ, ବିଧିବଦ୍ଧ ତଦନ୍ତ ହେଇପାରିନାହିଁ, ଆମେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଦିନ ରାତ୍ର ଏଠି ଧାରଣାରେ ବସିବୁ। ଆମ ଚ୍ୟାନେଲ ସହ ଯୋଡ଼ି ହେବାକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ।